ସେବକ ରାମଙ୍କର ହସମୁଖ ଦେଖି ଦୌଡ଼ି ପଳେଇ ଆସିଛନ୍ତି। ତ ଆମଙ୍କର ହସମୁଖ ହେବାର କାରଣ କ'ଣ? 500 ବର୍ଷ ପୂର୍ବେ ଯେଉଁ ପରିସ୍ଥିତି ଅଯୋଧ୍ୟାରେ ଘଟିଥିଲା, ସେ ପରିସ୍ଥିତି କ'ଣ ନା ବାବର ମସଜିଦ୍ ତିଆରି ହେଲା, ରାମ ମନ୍ଦିର ଭଙ୍ଗାଗଲା, ଏ ଯେଉଁ ପରିସ୍ଥିତି ହେଲା, ସେତେବେଳେ କ'ଣ ହେଇଥିଲା ନା ସେଠି ଗୋଟିଏ ଲକ୍ଷ ଲୋକ ନୁହେଁ, 4 ଲକ୍ଷ ବଳିଦାନ ପଡ଼ିଛନ୍ତି। ତା ଭିତରେ ସାଧୁସନ୍ଥ ମଧ୍ୟ ଅଛନ୍ତି, ଆଉ ଭଲ ଜ୍ଞାନୀ ମାନି ପୂଜ୍ୟ ଧନୀ ପ୍ରାଜ୍ଞ ବିଜ୍ଞ ସମସ୍ତେ ମଧ୍ୟ ଅଛନ୍ତି। 4 ଲକ୍ଷ ଲୋକ ବଳି ପଡ଼ିଛନ୍ତି ଯେତେବେଳେ, ସେଇଦିନ ଠାରୁ ରାମଙ୍କର ଆଖିରୁ ଲୁହ ଗଡ଼ୁଛି। ରାମଙ୍କର ଜନ୍ମଭୂମି ସେଟା। ବର୍ତ୍ତମାନ ରାମଙ୍କ ଜନ୍ମଭୂମିରେ ସେଠି ମନ୍ଦିର ତିଆରି ହେଇକି ପୁଣି ରାମ ସେଠି ପ୍ରତିଷ୍ଠା ହେଲେ। ତେଣୁ ଯାହା ହଉ ଏଇଟା କରିପାରିଛି ଯେ ତାକୁ ହିଁ କୋଟି କୋଟି ଧନ୍ୟବାଦ। ତେଣୁ ଆଜି ଯେତେବେଳେ ରାମଙ୍କର ପ୍ରତିଷ୍ଠା ଜାନୁଆରୀ 22 ତାରିଖ ହେଇଯାଇଛି, ରାମ ଏତେ ଖୁସି ଯେ ଯେଉଁ ଆମର ପାଷାଣର ମୂର୍ତ୍ତି ପ୍ରତିଷ୍ଠା କରାହେଇଥିଲା, 51 ଇଞ୍ଚ ମୂର୍ତ୍ତି, ସେବକ ତାକୁ ସେବା କରୁ କରୁ ସେ ପାଷାଣ ମୂର୍ତ୍ତିକି ସେବା କରୁ କରୁ ଦେଖିଲେ ସଜୁଆ ରାମ ଆସିଛନ୍ତି, ଡହ ଡହ ହେଇ ହସୁଛନ୍ତି। ତେଣୁ ଭୟଭୀତ ହେଇ ସେଠୁ ପଳେଇ ଆସିଛନ୍ତି କିଏ? ସେବକ ଦୌଡ଼ିକି ପଳେଇ ଆସିଛନ୍ତି। ରାମ କେତେ ଖୁସିରେ ଅଛନ୍ତି। ଆଜି ରାମ ରାଜ୍ୟ ହେଇଯାଇଛି। ଆଜି ବିଶ୍ୱ ହିନ୍ଦୁ ପରିଷଦ ଆଉ ବଜରଙ୍ଗ ଦଳ ତ ଦୁର୍ଗା ବାହିନୀ ଏବଂ ସମସ୍ତ ବିଶ୍ୱର ହିନ୍ଦୁ ସମସ୍ତେ ଚେଷ୍ଟା କରି ଯେଉଁଟା ଆଜି ସମ୍ପୂର୍ଣ୍ଣ କରିପାରିଛନ୍ତି, ପୁଣି ସେ ରାମଙ୍କୁ ପ୍ରତିଷ୍ଠା କରିକି ଠିଆ କରାଇ ପାରିଛନ୍ତି। ଏଇ ରାମ ଭଗବାନ ଖୁସି ହେଇଛନ୍ତି ମାନେ ନିଶ୍ଚିତ ଭାବରେ ବିଶ୍ୱ ଆଜି ହିନ୍ଦୁର ପରିଣତ ହେଇଯାଇଛି ଏବଂ ଖୁସି ହେଇଯାଇଛି। ସେଥିପାଇଁ ରାମ ସମସ୍ତଙ୍କ ପାଇଁ ହସିଛନ୍ତି। ଏହା ଏକ ଶୁଭ ଖବର। ରାମଙ୍କର ମୂର୍ତ୍ତି ଯେତେବେଳେ ଆସିଲା 51 ଇଞ୍ଚ ଯେ ପାଷାଣ ମୂର୍ତ୍ତି, ସେତେବେଳେ ରାମ ଲାଲା ମୂର୍ତ୍ତି ଯେତେବେଳେ ସେ ପ୍ରତିଷ୍ଠା କରାଗଲା, ପ୍ରତିଷ୍ଠା କରିସାରିଲା ପରେ ଯେମିତି ଭଗବାନ କୃଷ୍ଣ ହସନ୍ତି, ସେମିତି ରାମ ହସିଛନ୍ତି। ଏ ହସିବାର ମୁଖ୍ୟ କାରଣ ହେଲା, ତାକୁ ହସେଇଛି କିଏ ନା ଏ ପୃଥିବୀର ସମସ୍ତ ଭକ୍ତବୃନ୍ଦ ତାକୁ ହସେଇଛନ୍ତି। ଏହା ଆମର ତୃପ୍ତି। କାହିଁକି ନା ସମସ୍ତ ଭକ୍ତ ଚେଷ୍ଟା କରିଥିଲେ ରାମଙ୍କର ପ୍ରତିଷ୍ଠା ହେଉ, ରାମ ରକ୍ଷା ହେଉ, ରାମ ନଷ୍ଟ ହେଇ ନ ଯାଆନ୍ତୁ, ଇଏ ହିନ୍ଦୁତ୍ୱ ଜାଗରିତ ହେଉ। ତେଣୁ ଯାହା ହଉ ସେଇଟା ଯେତେବେଳେ ହେଇଯାଇଛି, ଭକ୍ତଙ୍କର ହୃଦୟ ନିବାସୀ ରାମ ରାମଲାଲା ନିଜେ ହସିଛନ୍ତି। ତେଣୁ ହସେଇବାର ମୁଖ୍ୟ କାରଣ ହେଉଛନ୍ତି ଭକ୍ତମାନେ। ତଥାପି ସେମାନେ ଲକ୍ଷ୍ୟ କରିବେ, ଧ୍ୟାନ ଦେବେ ଏବଂ ରାମ ରକ୍ଷା ସ୍ତୋତ୍ର ପାଠ କରିକିରି ଯେତେବେଳେ ସେବକ ତାକୁ ସେବା କରିଛି, ସେଇ ପାଷାଣ ମୂର୍ତ୍ତି ତାକୁ ଜଣାପଡ଼ିଛି ଯେମିତି ପ୍ରଥମେ ସଜୁଆ ନିଜେ ରାମ ଶରୀର ଧାରଣ କରିକିରି ଆସିକି ପହଞ୍ଚିଲେ। ତେତେ ଯୁଗ ରାମ ଟହ ଟହ ହେଇକିରି ହସୁଛନ୍ତି। ଏଇଭଳି ବିକଟାଳ ହସ ଦେଖିକିରି ସେ ଜାଣିପାରିଲାନି ଯେ ଏ ପଥର ମୂର୍ତ୍ତି ନା ନିଜେ ସଜୁଆ ରାମ। ଭୟଭୀତ ହେଇକିରି ଦୌଡ଼ିକି ପଳେଇ ଆସିଛି କିଏ? ସେବକ ବାହାରକୁ ପଳେଇ ଆସିଛି। ଏହା ଆମେ ଶୁଭ ଖବର ପାଇଲେ ସମସ୍ତେ। ତେଣୁ ରାମଲାଲା ଆମର ପ୍ରତିଷ୍ଠା ହେଇଯାଇଛନ୍ତି। ଏହା ଏକ ବିଶ୍ୱକୁ ଶୁଭ ଖବର ଦିଆଗଲା ଯେ ସମସ୍ତ ବିଶ୍ୱର ନିଶ୍ଚିତ ମଙ୍ଗଳ କାମନା କରୁଛି। ଭକ୍ତ ହନୁମାନଙ୍କର ଏହା ଥିଲା ଉଦ୍ଦେଶ୍ୟ ଯେ ରାମଙ୍କର ପ୍ରତିଷ୍ଠା ହେଉ ଏବଂ ରାମଙ୍କ ପାଦ ପାଖରେ ମୁଁ ନିଶ୍ଚିତ ବସିଥାଏ ଏବଂ ରାମ ହସନ୍ତୁ, ସାରା ବିଶ୍ୱ ହସୁ। ଯାହା ହଉ ମୂଳ ଥିଲା 2 ଜଣ ଭକ୍ତ, ଜଣେ ବିଭୀଷଣ, ଜଣେ ହନୁମାନ। ଏଇ 2 ଜଣଙ୍କର ଇଚ୍ଛା ଥିଲା, ଏମାନେ ହେଲେ ଭକ୍ତ। ତେଣୁ ଏ 2 ଜଣ ଭକ୍ତ ନୁହେଁ, ସାରା ବିଶ୍ୱରେ ସମସ୍ତ ଭକ୍ତ ମଧ୍ୟ ସମସ୍ତଙ୍କ ଅନ୍ତର୍ନିହିତ ଜିନିଷ ଆଜି ରାମଙ୍କର ହସ ବାହାରିଛି।